أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين। ଆଜିକାଲି ଖୁତବାରେ ବନୁ କୁରେଜା ସମ୍ପ୍ରଦାୟ ସଂକ୍ରାନ୍ତରେ ଚର୍ଚ୍ଚା ଜାରି ରହିଛି। ସେହି କ୍ରମରେ ଆଜି ଏହାର ଅତିରିକ୍ତ ଚର୍ଚ୍ଚା ବର୍ଣ୍ଣନା କରିବି। ତାହା ଏହିପରି ଯେ ବନୁ କୁରେଜା ଯୁଦ୍ଧରେ ଯେଉଁ ମୁସଲମାନମାନେ ଶହୀଦ ହୋଇଥିଲେ ସେମାନଙ୍କ ସଂକ୍ରାନ୍ତରେ ଉଲ୍ଲେଖ ରହିଛି ଯେ ଉକ୍ତ ଯୁଦ୍ଧରେ 2 ଜଣ ମୁସଲମାନ ଶହୀଦ ହୋଇଥିଲେ, ହଜରତ ଖଲ୍ଲାଦ ବିନ୍ ସୁୱୈଦ ରଜିୟତାଲା ଓ ହଜରତ ମୁନଜିର ବିନ୍ ମହମ୍ମଦ ରଜିୟତାଲା। ସେହିପରି ଯେଉଁ ୟହୁଦୀମାନେ ଉକ୍ତ ଯୁଦ୍ଧରେ ନିହତ ହୋଇଥିଲେ ସେଥି ସଂକ୍ରାନ୍ତରେ ଉଲ୍ଲେଖ ରହିଛି ଯେ ବନୁ କୁରେଜା ଯୁଦ୍ଧରେ ନିହତ ହୋଇଥିବା ୟହୁଦୀମାନଙ୍କ ସଂଖ୍ୟାରେ ମତ ପାର୍ଥକ୍ୟ ରହିଛି। ଇବ୍ନେ ଇସହାକ୍ ଉଲ୍ଲେଖ କରନ୍ତି ଯେ ସେମାନଙ୍କର ସଂଖ୍ୟା 600 ଥିଲା। ଏକ ବର୍ଣ୍ଣନା ଅନୁଯାୟୀ ୟହୁଦୀମାନଙ୍କର ସଂଖ୍ୟା 700 ଦର୍ଶାଯାଇଛି। ତେବେ ସୁହେଲ କୁହନ୍ତି ସେମାନଙ୍କର ସଂଖ୍ୟା 800 ବା 900 ଥିଲା। ଇମାମ ତିର୍ମିଜି ଓ ଇମାମ ନିସାଇରେ ତାହା 400 ଉଲ୍ଲେଖିତ ରହିଛି। ଇବ୍ନେ ସାଦ ରଜିୟତାଲା 600ରୁ 700 ମଧ୍ୟରେ ୟହୁଦୀମାନେ ନିହତ ହେବାର ବର୍ଣ୍ଣନା କରିଛନ୍ତି। ହଜରତ ମିର୍ଜା ବଶୀର ଅହମଦ ସାହେବ ରଜିୟତାଲା ବିଭିନ୍ନ ଇତିହାସ ପୃଷ୍ଠାରୁ ଇତିହାସ ପୁସ୍ତକରୁ ଗବେଷଣା କରି ଏହା ଉଲ୍ଲେଖ କରିଛନ୍ତି ଯେ ନ୍ୟୁନାଧିକ 400 ଜଣ ଲୋକ ସେଦିନ ହଜରତ ସାଦ ରଜିୟତାଲାଙ୍କ ନିର୍ଣ୍ଣୟ ତଥା ତାଙ୍କ ମତ ଅନୁଯାୟୀ ନିହତ ହୋଇଥିଲେ, ଅର୍ଥାତ୍ ୟହୁଦୀମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା। ହୁଜୁର ହଜରତ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ወସଲ୍ଲମ ସାହାବାମାନଙ୍କୁ ଆଦେଶ ଦେଇ ନିହତ ହୋଇଥିବା ସେହି ୟହୁଦୀମାନଙ୍କୁ ନିଜ ବ୍ୟବସ୍ଥା ଅନୁଯାୟୀ ପୋତି ଦେଇଥିଲେ। ଇସଲାମ ଧର୍ମରେ ବିରୋଧୀମାନେ ଅତିଶୟୋକ୍ତି ପର୍ଯ୍ୟନ୍ତ ନିହତ ହୋଇଥିବା ୟହୁଦୀମାନଙ୍କର ସଂଖ୍ୟା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଏହାପରେ ସେହି ବିରୋଧୀମାନେ ଇସଲାମ ଧର୍ମକୁ ଅନ୍ୟାୟୀ ଓ ଅତ୍ୟାଚାରୀ ଧର୍ମ ବୋଲି ବିବେଚିତ କରନ୍ତି। ହେଲେ ସତ୍ୟତା ଓ ସାକ୍ଷ୍ୟକୁ ଯଦି ସମ୍ମୁଖରେ ରଖାଯାଏ ତେବେ ବିଶ୍ୱସ୍ତ ହଦିସ ଅନୁଯାୟୀ ପ୍ରାୟ ତାହା 400 ବୋଲି ମନେ ହେଉଛି। ସେଇଥିପାଇଁ ଏକ ଗର୍ତ୍ତରେ ସେମାନଙ୍କୁ ପୋତି ଦିଆଯାଇଥିଲା। ସାମ୍ପ୍ରତିକ ଯୁଗର ଜଣେ ଆହମଦୀ ସ୍କଲାର ବିଦ୍ୱାନ ସୈୟଦ ବରକାତ ସାହେବ ମଧ୍ୟ ଉକ୍ତ ଯୁଦ୍ଧ ଓ ନିହତ ହୋଇଥିବା ୟହୁଦୀମାନଙ୍କ ସଂକ୍ରାନ୍ତରେ ଅତି ଉତ୍ତମ ଢଙ୍ଗରେ ଗବେଷଣା କରି ଉଲ୍ଲେଖ କରିଛନ୍ତି। ସେ ନିଜର ପୁସ୍ତକ ରସୂଲ ଅକ୍ରମ ସଲ୍ଲଲ୍ଲାହୁ ଆଲୈହି ୱସଲ୍ଲମ ଓ ହିଜାଜର ୟହୁଦୀମାନେ ରେ ଅର୍ଥାତ୍ ଏହି ପୁସ୍ତକରେ ଉଲ୍ଲେଖ କରିଛନ୍ତି ବନୁ କୁରେଜା ସମ୍ପ୍ରଦାୟର ନିହତ ବ୍ୟକ୍ତିମାନଙ୍କର ବିତର୍କକୁ ଯଦି ଅବଲୋକନ କରାଯାଏ ତେବେ କେତେକ ପ୍ରଶ୍ନ ଉତ୍ଥାପିତ ହୋଇଥାଏ। ଏହି ପ୍ରଶ୍ନାବଳୀ ମଧ୍ୟରେ କେତେକ ପ୍ରଶ୍ନ କୌଣସି ମତେ ଔପଚାରିକର ପକ୍ଷ ରଖନ୍ତି। ପ୍ରଥମତଃ ବରକାତ ସାହେବ ସେହି ମୌଲିମ ନୀତିକୁ ସେ ଆହରଣ କରିଛନ୍ତି ଯାହାକି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ନୀତି। ହଦିସ ହେଉ ଅବା ଇତିହାସ ପୃଷ୍ଠା ତାହାର ବର୍ଣ୍ଣନାଗୁଡ଼ିକ ଦୁର୍ବଳ ଓ ନିଜସ୍ୱ ପରିକଳ୍ପିତ ହେବାର ବିବାଦ ମୁକ୍ତ ନୁହନ୍ତି। ଅତଏବ ଆଖି ବନ୍ଦ କରି ସମସ୍ତ ବର୍ଣ୍ଣନାଗୁଡ଼ିକୁ ସ୍ୱୀକାର କରିଚାଲିବା କୌଣସି ମତେ ବୁଦ୍ଧିମତାର ପରିଚୟ ନୁହେଁ।
ପୁନଶ୍ଚ 600ରୁ 900 ସଂଖ୍ୟକ ୟହୁଦୀମାନେ ନିଜର ପତ୍ନୀ ଓ ସନ୍ତାନମାନଙ୍କ ସହିତ ନିହତ ହୋଇଥିଲେ। ବନୁ କୁରେଜା ସମ୍ପ୍ରଦାୟର ସେହି ୟହୁଦୀମାନଙ୍କ ସଂଖ୍ୟା 5000ରୁ ଅଧିକ ହେବ ନାହିଁ। ସେହି ୟହୁଦୀମାନଙ୍କ ସଂକ୍ରାନ୍ତରେ ଏହା କୁହାଯାଏ ଯେ ମଦିନାରେ ସେମାନଙ୍କୁ ଦଉଡ଼ି ସାହାଯ୍ୟରେ ବାନ୍ଧି ଅଣାଯାଇଥିଲା। ସେହି ବନ୍ଦୀ ୟହୁଦୀମାନଙ୍କୁ 2ଟି ଗୃହରେ ଏକତ୍ର ରଖାଯାଇଥିଲା। ସେମାନଙ୍କୁ ଖାଦ୍ୟ ଓ ପାନୀୟ ଉପଲବ୍ଧ କରିଦିଆଯାଇଥିଲା, ଯାହାକି ପର୍ଯ୍ୟାପ୍ତ ମାତ୍ରାରେ ଥିଲା। କୌଣସି ବ୍ୟକ୍ତିର ପଳାୟନ କରିବାକୁ ଉଦ୍ୟମ ନ କରିବା, କୌଣସି କୋଳାହଳମୟ ବାତାବରଣ ସୃଷ୍ଟି ନ ହେବା ଓ ରାତାରାତି ମଦିନାର ଏକ ବଜାରରେ ସେହି 600 ଜଣ ସଦସ୍ୟଙ୍କୁ ବଧ କରିବା ନିମନ୍ତେ ଗର୍ତ୍ତ ଖନନ କରିବା। ଅପରପକ୍ଷେ ବର୍ତ୍ତମାନ ନୂତନ ଗର୍ତ୍ତ ମଧ୍ୟ ବିଦ୍ୟମାନ ଥିଲା। ପୁନଶ୍ଚ 2-3 ଜଣ ସଦସ୍ୟ ଅର୍ଥାତ୍ ହଜରତ ଅଲି ଓ ହଜରତ ଜୁବେର ରଜିୟଲ୍ଲାହୁ ସେହି ସମସ୍ତ ବନ୍ଦୀ ୟହୁଦୀମାନଙ୍କୁ ବଧ କରିବା ଓ 2 ଜଣ ବ୍ୟକ୍ତି ଅର୍ଥାତ୍ ମୁସଲିମ ଓ ସହି ବୁଖାରୀଙ୍କ ଉକ୍ତ ଘଟଣା ସଂକ୍ରାନ୍ତରେ ଚର୍ଚ୍ଚା ନ କରିବା, ଏ ସମସ୍ତ ପ୍ରସଙ୍ଗ ଏହି ଆଡ଼କୁ ମାର୍ଗଦର୍ଶନ କରୁଅଛି ଯେ ସେହି ବର୍ଣ୍ଣନାଗୁଡ଼ିକ ଉପରେ ପୁନର୍ବିଚାର କରିବା ଉଚିତ, ଯାହାକି ସନ୍ଦେହଜନକ ପ୍ରତୀତ ହେଉଛି। ଏହା ଦେଖିବା ଉଚିତ ଯେ ସମ୍ଭବତଃ ଏହି ବର୍ଣ୍ଣନାମାନଙ୍କରେ ଅଧିକ ଅତିଶୟୋକ୍ତି ଅବଲମ୍ବନ କରାଯାଇ ନାହିଁ ତ। ବରକାତ ସାହେବ ଉଲ୍ଲେଖ କରନ୍ତି ଯେ ଅହରହ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ଓ ମୁସଲମାନମାନଙ୍କ ମଧ୍ୟରେ ଓ ୟହୁଦୀମାନଙ୍କ ମଧ୍ୟରେ ଶତ୍ରୁତାକୁ ପ୍ରଜ୍ୱଳିତ କରିବା ନିମନ୍ତେ ଏହିସବୁ ଘଟଣାବଳୀମାନଙ୍କରେ ପରବର୍ତ୍ତୀ କାଳରେ ଲୋକମାନେ ରଙ୍ଗ ଭରି ଦେଇଛନ୍ତି। କାରଣ ବୁଖାରୀରେ ଯେଉଁ ଶବ୍ଦ ପ୍ରୟୋଗ ହୋଇଛି ତାହା ଏହିକି ଯେ ହଜରତ ସାଦ ରଜିୟଲ୍ଲାହୁଙ୍କ ନିର୍ଣ୍ଣୟରେ ଏହା କହିଥିଲେ ଯେ ତକ୍ତୁଲୁଲ ମୁକାତିଲା ଅର୍ଥାତ୍ ସେମାନଙ୍କର ମୁକାତିଲା ଯୁଦ୍ଧକାରୀମାନଙ୍କୁ ବଧ କରିଦିଅ। ବର୍ତ୍ତମାନ ସାଧାରଣ ଇତିହାସବିତ୍ ଓ ବ୍ୟାଖ୍ୟାକାର ଓ ଜୀବନୀକାରମାନେ ଏହାର ଅନୁବାଦ ଏହିପରି କରିଛନ୍ତି ଯେ ପ୍ରତ୍ୟେକ ସେହି ବ୍ୟକ୍ତି ଯିଏ ଯୁଦ୍ଧ କରିବା ନିମନ୍ତେ ସକ୍ଷମ ଓ ଯୋଗ୍ୟ ଥିଲା ତାହାର ବଧ କରିଦିଆଯାଉ। ବରଂ ସେମାନେ ଉପରୋକ୍ତ ଶବ୍ଦକୁ ଏତେ ବ୍ୟାପକ ଅର୍ଥ କରି ନେଇଛନ୍ତି ଯେ ଯୁଦ୍ଧ କରିବାକୁ ସକ୍ଷମ ଥିବା ବ୍ୟକ୍ତିକୁ ଯଥାର୍ଥ ପ୍ରତ୍ୟେକ ସାବାଳକ ପୁରୁଷ ବୋଲି ମଣିଛନ୍ତି। ସାବାଳକର ଯୋଗ୍ୟତା ମଧ୍ୟ ସ୍ୱୟଂ ଏପରି ଭାବରେ ଗଢ଼ିନେଲେ ଯେ କିଛି ଲୋକମାନଙ୍କୁ ଆଣି ଛିଡ଼ା କରିଦେଲେ ଯେଉଁମାନେ ପ୍ରତ୍ୟେକ ପୁରୁଷର ସାବାଳକ ହେବାର ଲକ୍ଷଣକୁ ନିୟମିତ ରୂପେ ଅନୁଧ୍ୟାନ କରୁଥିଲେ ଏବଂ ସେମାନେ ଘୋଷଣା କରିଥାନ୍ତେ ଯେ ଏହି ପୁରୁଷ ସାବାଳକ। ଏହିପରି ଭାବରେ ସଂଖ୍ୟା ବୃଦ୍ଧି ହୋଇ ଚାଲିଲା। ତହିଁରେ ଅତିମାତ୍ରାରେ ଅତିଶୟୋକ୍ତି ରହିଛି। କିନ୍ତୁ ଯେଉଁ ଲୋକମାନଙ୍କ ଧ୍ୟାନ ସ୍ୱଳ୍ପ ସଂଖ୍ୟ ଆଡ଼କୁ ଗଲା, ସେମାନେ ମୁକାବିଲା ଶବ୍ଦର ଅନୁବାଦକୁ ସୀମିତ ଅର୍ଥରେ ରଖିଛନ୍ତି। ଉକ୍ତ ଶବ୍ଦରୁ ଯଥାର୍ଥ ଏହିକି ଯେ କେବଳ ଉକ୍ତ ଯୁଦ୍ଧରେ ଅଂଶଗ୍ରହଣ କରିଥିବା ପୁରୁଷ, ଯାହାକି ତାଙ୍କ ଗବେଷଣା ଅନୁଯାୟୀ 20ରୁ ଅଧିକ ନଥିଲେ, ଉକ୍ତ ସଂଖ୍ୟାକୁ ସେ ଆହୁରି ହ୍ରାସ କରିଦେଇଛନ୍ତି। ସେ ଯାହା ହେଉ, ଏହା ତାଙ୍କର ନିଜସ୍ୱ ଗବେଷଣା, କିନ୍ତୁ ତାଙ୍କର ଅନେକ କଥା ସଠିକ୍। ସେହି ସଠିକ୍ କଥାକୁ ଗବେଷଣାର ମୂଳ ଆଧାର ରୂପେ ଗ୍ରହଣ କରାଯାଇପାରିବ। ହଜରତ ମିର୍ଜା ବଶୀର ଅହମଦ ସାହେବ ବନୁ କୁରେଜା ଯୁଦ୍ଧରେ ନିହତ ହୋଇଥିବା ୟହୁଦୀମାନଙ୍କ ସଂଖ୍ୟା ସମ୍ପର୍କରେ ବର୍ଣ୍ଣନା କରି କୁହନ୍ତି, ବନୁ କୁରେଜାର ଘଟଣା ସମ୍ପର୍କରେ କେତେକ ଅଣମୁସଲିମ ଇତିହାସବିତ୍ ମାନେ ଅତ୍ୟନ୍ତ ଅନୁଚିତ ପଥା ଅବଲମ୍ବନ କରି ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ବିରୁଦ୍ଧରେ ଆକ୍ରମଣ କରିଛନ୍ତି ଏବଂ ପ୍ରାୟ 420 ୟହୁଦୀମାନଙ୍କ ଶାସ୍ତି ଅର୍ଥାତ୍ ମୃତ୍ୟୁ ଦେବା ଯୋଗୁଁ ସେମାନଙ୍କୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କୁ ନାଉଜୁବିଲ୍ଲାହ ଅତ୍ୟାଚାରୀ, ରକ୍ତପାତୀ ଓ ନିର୍ଦ୍ଦୟୀ ବୋଲି ଉପସ୍ଥାପିତ କରିଥାନ୍ତି। ଉକ୍ତ ଆପତ୍ତିକୁ ଆଧାର କରି କେବଳ ଧାର୍ମିକ ଦ୍ୱେଷଭାବ ହିଁ ପ୍ରକାଶିତ ହୋଇଥାଏ। ଯେଉଁଠି ଇସଲାମ ଧର୍ମ ଓ ଇସଲାମ ଧର୍ମର ସଂସ୍ଥାପକଙ୍କ ପ୍ରଶ୍ନ ଉଠୁଛି, ସେଠାରେ ଅନେକ ପାଶ୍ଚାତ୍ୟ ଇତିହାସବିତ୍ଙ୍କ ପ୍ରକାଶରେ
ଶିକ୍ଷା ଓ ସଂସ୍କାର ସମ୍ପନ୍ନ ଇତିହାସବିତ୍ ମାନେ ମଧ୍ୟ ମୁକ୍ତ ରହିପାରିଲେ ନାହିଁ। ଅର୍ଥାତ୍ କେତେକ ମୁସଲମାନ ମାନେ ମଧ୍ୟ ସେମାନଙ୍କ ଦ୍ୱାରା ପ୍ରଭାବିତ ହେଲେ। ସେମାନଙ୍କର ଏପରି ଉକ୍ତି ଏପରି କଥନ ଦ୍ୱାରା ପ୍ରଭାବିତ ହେଲେ। ଉକ୍ତ ଆପତ୍ତିର ଉତ୍ତର ପ୍ରଦାନ କରି ହଜରତ ମୁସଲିମ ମଉଦ୍ ରଦିୟଲ୍ଲାହୁ କୁହନ୍ତି, ପ୍ରଥମତଃ ଏହା ମନେ ରଖିବା ଉଚିତ ଯେ ବନୁ କୁରେଜା ସଂକ୍ରାନ୍ତରେ ଯେଉଁ ନିର୍ଣ୍ଣୟକୁ ଅତ୍ୟାଚାରୀମୂଳକ ନିର୍ଣ୍ଣୟ କୁହାଯାଏ ତାହା ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମଙ୍କର ନଥିଲା, ବରଂ ସାଦ୍ ବିନ୍ ମୁଆଜ୍ ରଦିୟଲ୍ଲାହୁଙ୍କର ଥିଲା। ତେଣୁ ଉକ୍ତ ନିର୍ଣ୍ଣୟ ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମଙ୍କର ହିଁ ନଥିଲା, ସୁତରାଂ ଯଦି ଆପଣ ଉକ୍ତ ନିର୍ଣ୍ଣୟ କରିନାହାନ୍ତି ତେବେ ଏପରି ନିର୍ଣ୍ଣୟ ଯୋଗୁଁ ଆପଣଙ୍କୁ ୟା ଆପଣଙ୍କ ଉପରେ ଆପତ୍ତି ବାଢ଼ିବା ସମ୍ପୂର୍ଣ୍ଣ ରୂପେ ଅନୁଚିତ। ଦ୍ୱିତୀୟତଃ ଉକ୍ତ ବର୍ଣ୍ଣନାଟି ସମ୍ମୁଖୀନ ହୋଇଥିବା ପରିସ୍ଥିତି ଅନୁଯାୟୀ କଦାପି ଭୁଲ ଓ ଅତ୍ୟାଚାରୀମୂଳକ ନଥିଲା। ଅର୍ଥାତ୍ ଯେଉଁ ପରିସ୍ଥିତି ସେତେବେଳେ ଉପୁଜିଥିଲା ତାହାର ମୂଳୋତ୍ପାଟନ ନିମନ୍ତେ ଏହି ପ୍ରକାର ନିଷ୍ପତ୍ତି କରିବା ଅନିବାର୍ଯ୍ୟ ଥିଲା, ଯାହାଫଳରେ ଅନ୍ୟାୟ ଅତ୍ୟାଚାରକୁ ନିପାତ କରି ଦିଆଯିବ। ତୃତୀୟତଃ ଉକ୍ତ ଅଙ୍ଗୀକାର ଯୋଗୁଁ ଅର୍ଥାତ୍ ହଜରତ ସାଦ୍ ରଦିୟଲ୍ଲାହୁଙ୍କ ନିର୍ଣ୍ଣୟ ଘୋଷଣା କରିବା ପୂର୍ବରୁ ହଜରତ ସାଦ୍ ରଦିୟଲ୍ଲାହୁ ହୁଜୁର ସଲ୍ଲଲ୍ଲାହୁଙ୍କ ଠାରୁ ଯେଉଁ ଅଙ୍ଗୀକାର ନେଇଥିଲେ, ସେ ଯେଉଁ ରାୟ ଦେଲେ ସେଥିରେ ହୁଜୁର ସଲ୍ଲଲ୍ଲାହୁଙ୍କ ସମ୍ମତି ପ୍ରକାଶ କରିବେ। ଏହି ଅଙ୍ଗୀକାର ନେବା ପରେ ସେ ନିଜ ନିର୍ଣ୍ଣୟ ଶୁଣାଇଥିଲେ ଏବଂ ସେଥିରେ ହୁଜୁର ସଲ୍ଲଲ୍ଲାହୁ କୌଣସି ପ୍ରକାର ବାଧକ ସାଜିବେ ନାହିଁ ଯାହାର ସେ ଅଙ୍ଗୀକାର ନେଇଥିଲେ। ସେ ଯାହା ହେଉ ତଦନୁଯାୟୀ ହଜରତ ସାଦ୍ ରଦିୟଲ୍ଲାହୁ ନିଜର ନିର୍ଣ୍ଣୟ ଶୁଣାଇଥିଲେ ଏବଂ ତାହାକୁ କାର୍ଯ୍ୟକାରୀ କରାଯାଇଥିଲା। ଚତୁର୍ଥ, ଯେତେବେଳେ ସ୍ୱୟଂ ଗୁପ୍ତଚରମାନେ ଉକ୍ତ ନିଷ୍ପତ୍ତିକୁ ସ୍ୱୀକାର କରିନେଲେ ଏବଂ ତାହା ଉପରେ ପ୍ରଶ୍ନବାଚୀ ଉତ୍ଥାପିତ କଲେ ନାହିଁ ଏବଂ ତାହାକୁ ନିଜ ଭାଗ୍ୟ ଲେଖା ନିଜ କପାଳ ଲେଖନ ବୋଲି ମନେ କରିନେଲେ, ଯେପରିକି ହୁଇ ବିନ୍ ଅଖ୍ତବ୍ ବାକ୍ୟରୁ ପ୍ରକାଶିତ ହେଉଛି, ସେ ବଧ ହେବା ସମୟରେ କହିଥିଲା। ତେଣୁ ସେହି ପରିସ୍ଥିତିରେ ଆପଣ ସଲ୍ଲଲ୍ଲାହୁଙ୍କର ଏହି କାର୍ଯ୍ୟ ନଥିଲା ଯେ ଆପଣ ଅଯଥାରେ ସେଥିରେ ହସ୍ତକ୍ଷେପ କରିଥାନ୍ତେ। ହଜରତ ସାଦ୍ ରଦିୟଲ୍ଲାହୁଙ୍କ ନିର୍ଣ୍ଣୟ ପରେ ଉକ୍ତ ପ୍ରସଙ୍ଗ ସହିତ ହୁଜୁର ସଲ୍ଲଲ୍ଲାହୁଙ୍କର ସମ୍ପର୍କ କେବଳ ଏତିକି ଥିଲା ଯେ ଆପଣ ନିଜ ଦେଶର ଶାସନ ବ୍ୟବସ୍ଥା ଅଧୀନ ଉକ୍ତ ନିର୍ଣ୍ଣୟକୁ କାର୍ଯ୍ୟକାରୀ କରାଇବେ। ଏହା କୁହାଯାଇ ସାରିଛି ଯେ ଆପଣ ଉକ୍ତ ନିର୍ଣ୍ଣୟକୁ ଏଭଳି ଢଙ୍ଗରେ ପ୍ରଣୟନ କଲେ ଯାହାକୁ ଦୟା ଓ କରୁଣାର ସର୍ବୋତ୍କୃଷ୍ଟ ଉଦାହରଣ ବୋଲି ମନେ କରାଯାଇପାରିବ। ସେହି ୟହୁଦୀମାନଙ୍କ ସମ୍ପର୍କରେ ନିର୍ଣ୍ଣୟ ହୋଇଯାଇନଥିଲା ଏବଂ ଆଦେଶ ଜାରି ହୋଇନଥିଲା। ସେହି ଆଦେଶ ଓ ନିର୍ଣ୍ଣୟକୁ କାର୍ଯ୍ୟକାରୀ କରିବା ପୂର୍ବରୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ସେହି ୟହୁଦୀମାନଙ୍କର ରହଣି ଓ ଆହାର ନିମନ୍ତେ ସବୁଠାରୁ ଉତ୍ତମ ବ୍ୟବସ୍ଥା କରିଥିଲେ। ଯେତେବେଳେ ସେହି ୟହୁଦୀମାନଙ୍କ ଉପରେ ହଜରତ ସାଦ୍ ରଦିୟଲ୍ଲାହୁଙ୍କ ଦ୍ୱାରା କରାଯାଇଥିବା ନିର୍ଣ୍ଣୟ ଜାରି କରିଦିଆଗଲା, ସେତେବେଳେ ଆପଣ ସଲ୍ଲଲ୍ଲାହୁ ଉକ୍ତ ଆଦେଶକୁ ଏଭଳି ପ୍ରଣୟନ କଲେ ଯାହାକି ଅପରାଧୀମାନଙ୍କ ନିମନ୍ତେ ଅତ୍ୟନ୍ତ କଷ୍ଟଦାୟକ ଥିଲା। ଅର୍ଥାତ୍ ପ୍ରଥମତଃ ଆପଣ ବନୁ କୁରେଜା ସମ୍ପ୍ରଦାୟର ସେହି ବନ୍ଦୀ ୟହୁଦୀମାନଙ୍କ ଭାବାବେଗର ଧ୍ୟାନ ରଖିଲେ ଏବଂ ଜଣେ ଅପରାଧୀର ବଧ ସମୟରେ ଅନ୍ୟ ଜଣେ ଅପରାଧୀକୁ ତା ସମ୍ମୁଖରେ ଉପସ୍ଥିତ ନ ରହିବାକୁ ଆଦେଶ ଦେଲେ। ଅର୍ଥାତ୍ ସାହାବାମାନଙ୍କୁ କହିଲେ, ଯେତେବେଳେ ଜଣେ ୟହୁଦୀକୁ ବଧ କର ସେତେବେଳେ ଆଉ ଜଣେ ୟହୁଦୀକୁ ତା ନିକଟରେ ରଖିବ ନାହିଁ, ବରଂ ଗୋଟିକ ପରେ ଗୋଟିଏ ପୃଥକ ଭାବରେ ରଖି ସେମାନଙ୍କର ବଧ କରିବ। ବରଂ ଇତିହାସରୁ ଜଣାଯାଏ ଯେ ଯେଉଁ ଲୋକମାନଙ୍କୁ ବଧସ୍ଥଳୀକୁ ଅଣାଯାଇଥିଲା ସେତେବେଳେ ସେମାନଙ୍କୁ ଜଣାନଥିଲା ଯେ ତାହାର ମିତ୍ର ବା ତାହାର ସଖା ତାହାର ଭାଇ କୁଆଡ଼େ ଯାଉଛି, କେଉଁ ସ୍ଥଳୀକୁ ଯାଉଛି। ଏତଦ୍ ଭିନ୍ନ ଯେଉଁ ବ୍ୟକ୍ତି ସମ୍ପର୍କରେ ଆପଣ ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ସମ୍ମୁଖରେ ଦୟା ନିମନ୍ତେ ଅପିଲ କରୁଥିଲା, ହୁଜୁର ତାହାର ଅପିଲକୁ ଗୁହାରିକୁ ସ୍ୱୀକାର କରିନେଉଥିଲେ ଏବଂ ତାକୁ ଜୀବନଦାନ ପ୍ରଦାନ କରୁଥିଲେ, ମୁକ୍ତ କରିଦେଉଥିଲେ। ବରଂ ସେମାନଙ୍କର ପତ୍ନୀ ଓ ସେମାନଙ୍କ ପିଲାଛୁଆମାନଙ୍କର
तथा धन संपत्ति संपर्क में यह आदेश देले जे सेमानंकु ताहा फेरस्त कर दिया जाऊ। अपराधी सहित याठू अधिक दया और करुणाप्रद व्यवहार आउ बा कौन होई पारे। सुतरां बनु कुरेजा संप्रदायर उपरोक्त घटना संक्रांत रे हुजूर सल्लल्लाहु उपरे आपत्ति बाढ़िबा कौनसी पक्षे न्यायसंगत नुहे। बरं सत्य यही कि जे उक्त घटनाटी हजरत मोहम्मद मुस्तफा सल्लल्लाहु अलैहि वसल्लम का उत्तम चरित्रवता ओ सुव्यवस्था ओ स्वभावगत दया ओ करुणार एक सुंदर ओ ज्वलंत प्रमाण। वर्तमान रहिला प्रकृत निर्णयर प्रश्न। तेबे एथि संक्रांत मध्य मने रखिबा उचित जे बिना कौनसी दुविधारे कहि परिबा जे उक्त प्रसंगरे कदापि कौनसी प्रकार अत्याचार ओ क्रूर आचरण करा जाई नहीं। अर्थात हुजूर सल्लल्लाहु अलैहि वसल्लम सही प्रसंगरे हस्तक्षेप करि नथिले, बरं उक्त निर्णय न्यायाधारित थिला। जदि हुजूर सल्लल्लाहु अलैहि वसल्लम नौजुबिल्ला अन्याय करिथिले तेबे एथि निमंते सर्वप्रथमे यह देखिबा उचित जे बनु कुरेजा संप्रदायर कौन दोष थिला एवं केउ परिस्थिति रे तांकु एभली दंडित करा जाइथिला। सुतरां इतिहास यह जना पड़े जे प्रारंभिक काल रे हुजूर सल्लल्लाहु अलैहि वसल्लम जेतेबेले मदीना आसिले सेतेबेले मदीना रे रहुथिबा यहूदी मानंकर तीनोटी गोष्ठी संप्रदाय बनु कुरेजा, बनु कैनका ओ बनु नजीर बसवास करुथिले। हुजूर सल्लल्लाहु अलैहि वसल्लम प्रवास करिबा परे जो प्रथम राजनैतिक कार्य करथिले ताहा एही कि जे एही तीन संप्रदायर अधिपति मानंकु डकाई सेमानंक सहित शांति ओ सौहार्द्यर चुक्ति करथिले। उक्त चुक्तिर एही शर्तावली रहिथिला जे मुसलमान और यहूदी माने शांतिर सहित मदीना रे बसवास करिवे, परस्परर मित्र होई रहिबे ओ परस्परर शत्रु मानंकु कौनसी प्रकार साहाय्य करिवे नहीं। सेही परि सेमाने परस्परर शत्रु मानंक सहित कौनसी साहाय्य सहयोग मध्य करिवे नहीं। मदीना उपरे जदि कौनसी बाह्य शक्ति आक्रमण करे तेबे से समस्ते मिलित भावरे शत्रुर मुकाबिला करिवे। चुक्तिकारींक मध्यरु कौनसी व्यक्ति अबा संप्रदाय जदि चुक्ति भंग करे अबा उपद्रव कि हिंसा कांड करे तेबे उभय पक्षरु परस्पर उपरे हस्त उठाइबार अधिकार हेब। समस्त उपद्रव ओ कलह हजरत मोहम्मद मुस्तफा सल्लल्लाहु अलैहि वसल्लम का सम्मुखरे उपस्थापित हेब, जार निष्पत्ति और निर्णय हुजूर करिवे। किंतु यह आवश्यक हेब जे प्रत्येक व्यक्ति और प्रत्येक जाति संक्रांत रे ताहार धर्म विधान अनुजाई न्याय विचार करा जीव। उक्त प्रसंगटी अत्यंत गुरुत्वपूर्ण प्रसंग, अर्थात इस्लामीय सरकार और शासन व्यवस्था प्रचलित हो सारी थिला, किंतु जो निर्णय अबा विचार सेमानंक धर्म और धर्म विधान अनुजाई करा जीव ताहाकु समस्ते स्वीकार करिवे। स्वीकार करिबा समस्तंक पक्षे अनिवार्य हेब। उक्त चुक्ति परे यहूदी माने किपरि ताहार पुरे कार्यानुसरण कले यार उत्तर ही कि जे सर्वप्रथमे बनु कैनका संप्रदाय चुक्ति भंग करथिला। बनु कैनका संप्रदाय बंधुत्वपूर्ण संपर्क को भंग करी मुसलमान मानंक सहित युद्ध कला। मुसलमान महिला मानंक सहित असादाचरण अवलंबन कला। पुनश्च बनु कैनका संप्रदाय हुजूर सल्लल्लाहु अलैहि वसल्लम को जेउ शासकत्व र मर्यादा प्रदान करथिले, अर्थात हुजूर सल्लल्लाहु अलैहि वसल्लम मुसलमान और यहूदी जाति मानंकर मुख्य शासक ओ सेमानंकर समस्त प्रकार कलह विवादर निष्पत्ति करिवे। ताहाकु एक पार्श्वरे फिंगी देई निज अहंकार ढंगरे हुजूर सल्लल्लाहु अलैहि वसल्लम का चुक्तिर प्रत्याख्यान करथिले। किंतु सेमाने जेतेबेले मुसलमान मानंक सम्मुखरे परास्त हेले सेतेबेले हुजूर सल्लल्लाहु अलैहि वसल्लम सेमानंकु अत्यंत दयापूर्वक क्षमा करदेले। हुजूर सल्लल्लाहु अलैहि वसल्लम सतर्कता स्वरूप यही आदेश देले जे बनु कैनका संप्रदाय मदीनारू बाहरी
ଅନ୍ୟତ୍ର ଚାଲି ଯାଆନ୍ତୁ। କାରଣ ସେମାନେ ଯଦି ଏପରି ଅବସ୍ଥାରେ ମଦିନାରେ ରୁହନ୍ତି ତେବେ ଶାନ୍ତି ଓ ସୌହାର୍ଦ୍ଦ୍ୟର ବାତାବରଣ କଦାପି ରହିବ ନାହିଁ, ବରଂ ବର୍ବାଦ ହୋଇଯିବ। ମୁସଲମାନମାନେ ଏପରି ବିଷଦର ସପ ଯେପରିକି ଅଣ୍ଟି ଛୁରୀ ତଣ୍ଟିକୁ କାଟେ, ସେମାନଙ୍କ ଉପଦ୍ରବରୁ ସୁରକ୍ଷିତ ରହିପାରିବେ ନାହିଁ। ସୁତରାଂ ବନୁ କେନକା ସମ୍ପ୍ରଦାୟର ଲୋକମାନେ ଅତ୍ୟନ୍ତ ଶାନ୍ତିର ସହିତ ନିଜର ଧନ ସମ୍ପତ୍ତି ଓ ପିଲାଛୁଆଙ୍କୁ ସାଙ୍ଗରେ ଧରି ମଦିନାରୁ ଅନ୍ୟତ୍ର ଚାଲି ଯାଇଥିଲେ। କିନ୍ତୁ ଉକ୍ତ ଘଟଣାରୁ ୟହୁଦୀମାନଙ୍କର ଅନ୍ୟ ଦୁଇ ସମ୍ପ୍ରଦାୟ ଅର୍ଥାତ୍ ବନୁ ନଜିର ଓ ବନୁ କୁରେଜା ଉକ୍ତ ଦୃଷ୍ଟାନ୍ତରୁ ଶିକ୍ଷା ଲାଭ କଲା ନାହିଁ, ବରଂ ହୁଜୁର ସଲ୍ଲଲ୍ଲାହୁଙ୍କ ଦୟା ଓ ସେମାନଙ୍କୁ ଆହୁରି ସାହସ ପ୍ରଦାନ କରିଥିଲା। ହୁଜୁର ସଲ୍ଲଲ୍ଲାହୁଙ୍କ ଦୟାଚରଣ ସେମାନଙ୍କୁ ଆହୁରି ସାହସ ପ୍ରଦାନ କରିଦେଲା। ବର୍ତ୍ତମାନ ଅଧିକ କାଳ ଅତିବାହିତ ହୋଇନଥିଲା ଯେ ୟହୁଦୀମାନଙ୍କର ଆଉ ଏକ ସମ୍ପ୍ରଦାୟ ଅର୍ଥାତ୍ ବନୁ ନଜିର ମୁଣ୍ଡ ଟେକିଲା। ସର୍ବପ୍ରଥମେ ସେମାନଙ୍କ ଅଧିପତି କାବ୍ ବିନ୍ ଅଶ୍ରଫ୍ ଚୁକ୍ତି ଭଙ୍ଗ କରି କୁରେଶ ଓ ଆରବର ଅନ୍ୟ ସମ୍ପ୍ରଦାୟ ସହିତ ମୁସଲମାନମାନଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚିଲା ଏବଂ ଆରବର ସେହି ହିଂସ୍ର ଲୋକମାନଙ୍କୁ ହୁଜୁର ସଲ୍ଲଲ୍ଲାହୁଙ୍କ ଓ ଆପଣଙ୍କ ସାହାବଙ୍କ ବିରୁଦ୍ଧରେ ଭୟଙ୍କର ରୂପେ ଉସ୍କାଇବାକୁ ଲାଗିଲା। ଏହି ୟହୁଦୀମାନେ ମୁସଲମାନମାନଙ୍କ ବିରୁଦ୍ଧରେ ଏପରି ଉତ୍ତେଜିତ କବିତା କହିଲେ ଯେ ସେହି ହତଭାଗା କାବ୍ ବିନ୍ ଅଶ୍ରଫ୍ ମୁସଲମାନମାନଙ୍କ ପତ୍ନୀଙ୍କ ନାମ ନେଇ ନିଜର ଅଶ୍ଳୀଳ ବ୍ୟଙ୍ଗାତ୍ମକ କବିତା ନିଜ ସଭାମାନଙ୍କରେ ଶୁଣାଇବାକୁ ଲାଗିଲେ ଓ ଉପହାସ କଲେ। ପରିଶେଷରେ ହୁଜୁର ସଲ୍ଲଲ୍ଲାହୁଙ୍କୁ ହତ୍ୟା କରିବା ନିମନ୍ତେ ମଧ୍ୟ ସେମାନେ ଷଡ଼ଯନ୍ତ୍ର ରଚିବାରୁ ପଛେଇ ନଥିଲେ। ଯେତେବେଳେ ହୁଜୁର ସଲ୍ଲଲ୍ଲାହୁଙ୍କ ଆଦେଶ କ୍ରମେ ଉକ୍ତ ଦୁରାଚାରୀ ବ୍ୟକ୍ତିକୁ ଦଣ୍ଡିତ କରାଗଲା, ସେତେବେଳେ ହତଭାଗା କାବ୍ ବିନ୍ ଅଶ୍ରଫର ସମ୍ପ୍ରଦାୟ ଏକତ୍ରିତ ହୋଇ ମୁସଲମାନମାନଙ୍କ ବିରୋଧରେ ଛିଡ଼ା ହେଲା। ସେହିଦିନଠାରୁ ବନୁ ନଜିର ସମ୍ପ୍ରଦାୟ ଚୁକ୍ତିରୁ ବିସ୍ତୃତ ତଥା ପାଶୋରି ଦେଇ ମୁସଲମାନମାନଙ୍କ ବିରୋଧରେ ଛିଡ଼ା ହେଲେ। ପରିଶେଷରେ ବନୁ ନଜିର ସମ୍ପ୍ରଦାୟ ଅର୍ଥାତ୍ ସମଗ୍ର ଦଳଟି ମିଳିତ ଭାବରେ ହୁଜୁର ସଲ୍ଲଲ୍ଲାହୁଙ୍କ ହତ୍ୟାର ଯୋଜନା ପ୍ରସ୍ତୁତ କଲା। ସେ ଯାହା ହେଉ, ହୁଜୁର ସଲ୍ଲଲ୍ଲାହୁଙ୍କୁ କୌଣସି ମତେ ମଧ୍ୟ ଜୀବିତ ନ ଛାଡ଼ିବାର ସେମାନଙ୍କର ଏହି ସଂକଳ୍ପ ସେମାନଙ୍କ ପାଇଁ ଦୈବୀ କୋପ ଆଣିଦେଇଥିଲା। ସେମାନଙ୍କର ରକ୍ତାକ୍ତପୂର୍ଣ୍ଣ ଯୋଜନା ସମ୍ପର୍କରେ ହୁଜୁର ସଲ୍ଲଲ୍ଲାହୁଙ୍କୁ ଯେତେବେଳେ ଜ୍ଞାତ ହେଲା, ହୁଜୁର ସେତେବେଳେ ତାଙ୍କୁ ଚେତାବନୀ ଦେଲେ ଏବଂ ସେମାନଙ୍କୁ ଶାସ୍ତି ଦେବାର ପନ୍ଥା ଅବଲମ୍ବନ କଲେ। କିନ୍ତୁ ସେମାନେ ଅତ୍ୟନ୍ତ ଅହଙ୍କାରପୂର୍ଣ୍ଣ ଭଙ୍ଗୀରେ ମୁସଲମାନମାନଙ୍କ ସହିତ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇଗଲେ ଓ ଅଣ୍ଟା ଭିଡ଼ିଲେ। ଉକ୍ତ ଯୁଦ୍ଧରେ ବନୁ କୁରେଜା ସମ୍ପ୍ରଦାୟ ବନୁ ନଜିର ସମ୍ପ୍ରଦାୟକୁ ସାହାଯ୍ୟ କରିଥିଲା। କିନ୍ତୁ ବନୁ ନଜିର ସମ୍ପ୍ରଦାୟ ଯେତେବେଳେ ପରାଜିତ ହେଲା, ସେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ወሰଲ୍ଲମ ବନୁ କୁରେଜା ସମ୍ପ୍ରଦାୟକୁ ସମ୍ପୂର୍ଣ୍ଣ ରୂପେ କ୍ଷମା କରିଦେଇଥିଲେ। ଏସବୁ ସତ୍ତ୍ୱେ ବନୁ କୁରେଜା ସମ୍ପ୍ରଦାୟ ବନୁ ନଜିର ସମ୍ପ୍ରଦାୟ ସହିତ ସାମିଲ ହୋଇଯାଇଥିଲା। କିନ୍ତୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ବନୁ କୁରେଜା ସମ୍ପ୍ରଦାୟକୁ କ୍ଷମା କରିଦେଇଥିଲେ କେବଳ ଏଥିପାଇଁ ଯେ ଶାନ୍ତି ଭଙ୍ଗ ନ ହେଉ ଓ ମଦିନାରେ ଶାନ୍ତି ଶୃଙ୍ଖଳା ରକ୍ଷା ହେଉ। କିନ୍ତୁ ଏହି ପରୋପକାରକୁ ବନୁ ନଜିର ସମ୍ପ୍ରଦାୟ ଏପରି ପ୍ରତିଦାନ ଦେଲା ଯେ ମଦିନା ବାହାରେ ଯାଇ ସେମାନେ ଆରବର ଅନ୍ୟ ସମ୍ପ୍ରଦାୟ ଓ ଅଧିପତିମାନଙ୍କୁ ମୁସଲମାନମାନଙ୍କ ବିରୁଦ୍ଧରେ ଏକତ୍ରିତ କଲେ ଏବଂ ସେମାନେ ସମସ୍ତେ ଏକ ଝିଣ୍ଟିକା ଦଳ ସଦୃଶ ସୈନ୍ୟବାହିନୀ ମଦିନା ଉପରେ ଆଣି ଛିଡ଼ା କରିଦେଲେ। ଅର୍ଥାତ୍ ୟହୁଦୀମାନେ ବିଶାଳ ସୈନ୍ୟବାହିନୀ ଧରି ଆସିଲେ। ସେମାନେ ଆରବର ସମସ୍ତ ଜାତିକୁ ଏକାଠି କରି ସେମାନଙ୍କଠାରୁ ଅଙ୍ଗୀକାର ନେଇ ମୁସଲମାନମାନଙ୍କୁ ନିଶ୍ଚିହ୍ନ କରିବା ପାଇଁ ଅଣ୍ଟା ଭିଡ଼ି ଦେଇଥିଲେ। ଏଭଳି ଭୟଙ୍କର ସମୟରେ ଏକ ସଂକ୍ଷିପ୍ତ ରେଖାଚିତ୍ର ଅର୍ଥାତ୍ ବର୍ଣ୍ଣନା ଉପରୋକ୍ତରେ ଅତିକ୍ରାନ୍ତ ହୋଇସାରିଛି ଯେ ୟହୁଦୀମାନଙ୍କର ତୃତୀୟ ସମ୍ପ୍ରଦାୟ ବନୁ କୁରେଜା ମୁସଲମାନମାନଙ୍କ ବିରୁଦ୍ଧରେ କ'ଣ କରିଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ବନୁ କୁରେଜା ସମ୍ପ୍ରଦାୟ ପ୍ରତି
ଉକ୍ତ ପରୋପକାର ପ୍ରଦର୍ଶନ କରିଥିଲେ। ପୁନଶ୍ଚ ସେମାନଙ୍କ ଉପରେ ହୁଜୁର ସଲ୍ଲଲ୍ଲାହୁଙ୍କର ଦ୍ୱିତୀୟ ଉପକାର ଏହା ଥିଲା ଯେ ହୁଜୁର ସେମାନଙ୍କ ପୂର୍ବରୁ ଅର୍ଥାତ୍ ସେମାନଙ୍କ ମଦିନାରୁ ପ୍ରବାସ କରିବା ପୂର୍ବରୁ ବନୁ ନଜିର ସମ୍ପ୍ରଦାୟର ଅଧିକାର ଦୃଷ୍ଟିରୁ ଅତି ନିକୃଷ୍ଟ ବୋଲି ମନେ ହେଉଥିଲା। ବର୍ତ୍ତମାନ ଏହି ଦୁଇ ସମ୍ପ୍ରଦାୟ ଅର୍ଥାତ୍ ବନୁ ନଜିର ଓ ବନୁ କୁରେଜା ସମ୍ପ୍ରଦାୟର ଯେଉଁ ଲୋକମାନେ ଥିଲେ ସେହି ଦୁଇ ସମ୍ପ୍ରଦାୟର ସ୍ତରରେ ମଧ୍ୟ ତାରତମ୍ୟ ରହିଥିଲା। ବନୁ କୁରେଜା ସମ୍ପ୍ରଦାୟ ବନୁ ନଜିର ସମ୍ପ୍ରଦାୟ ତୁଳନାରେ ତୁଚ୍ଛ ଓ ନିକୃଷ୍ଟ ମନେ ହେଉଥିଲେ। ତେଣୁ ବନୁ କୁରେଜା ସମ୍ପ୍ରଦାୟର ଯେଉଁ ଲୋକମାନେ ଦିୟତ ଅର୍ଥାତ୍ କ୍ଷତିପୂରଣ ପୈଠ କରୁଥିଲେ ସେମାନଙ୍କୁ ମଧ୍ୟ ଛାଡ଼ି ଦିଆଯାଉଥିଲା। ଅର୍ଥାତ୍ ଦିୟତ ନେଇ ଦୋଷୀଙ୍କୁ ଛାଡ଼ିଦେବା ମୁକ୍ତ କରିଦେବା ମଧ୍ୟ ଏକ ପ୍ରକାର କ୍ଷମାଚରଣ। କିନ୍ତୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ବନୁ କୁରେଜା ସମ୍ପ୍ରଦାୟକୁ ଅନ୍ୟ ନାଗରିକମାନଙ୍କ ପରି ସମାନ ଅଧିକାର ପ୍ରଦାନ କରିଥିଲେ। କିନ୍ତୁ ଏହିସବୁ ମହାନ ଉପକାର ସତ୍ତ୍ୱେ ବନୁ କୁରେଜା ସମ୍ପ୍ରଦାୟ ତଥାପି ବିଶ୍ୱାସଘାତକତା କଲା ଏବଂ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଅର୍ଥାତ୍ ଯେତେବେଳେ ଏହଜାବ ଯୁଦ୍ଧ ଘଟିଥିଲା ସେତେବେଳେ ସେମାନେ ମୁସଲମାନମାନଙ୍କ ସହିତ ଚୁକ୍ତି ଭଙ୍ଗ କରିଥିଲେ ଓ ୟହୁଦୀମାନଙ୍କ ସହିତ ମିଳିତ ହୋଇଯାଇଥିଲେ। ବନୁ କେନକା ସମ୍ପ୍ରଦାୟର ଉଦାହରଣ ସେମାନଙ୍କ ସମ୍ମୁଖରେ ଥିଲା। ସେମାନେ ତହିଁରୁ ଉପକୃତ ଓ ଲାଭାନ୍ୱିତ ହୋଇନଥିଲେ। ବନୁ ନଜିର ସମ୍ପ୍ରଦାୟର ଘଟଣା ସେମାନଙ୍କ ଚକ୍ଷୁ ସମ୍ମୁଖରେ ଥିଲା, ସେମାନଙ୍କ ମାନସ ପଟଳରେ ରହିଥିଲା, ତଥାପି ମଧ୍ୟ ସେମାନେ ସେଥିରୁ ଶିକ୍ଷା ଲାଭ କଲେ ନାହିଁ। ଏପରି ପରିସ୍ଥିତିରେ ବନୁ କୁରେଜା ସମ୍ପ୍ରଦାୟକୁ ଦଣ୍ଡିତ କରିବା, ସେମାନଙ୍କ ଅପରାଧକୁ କ୍ଷମା କରିଦେବା କୌଣସି ପକ୍ଷେ ଉଚିତ ନଥିଲା। ଉକ୍ତ ଉପକାରକୁ ସେମାନେ ସେତେବେଳେ ଭୁଲିଗଲେ ଯେତେବେଳେ 3000 ସଂଖ୍ୟକ ମୁସଲମାନ ମାନେ ନିରସ୍ତ୍ର ନିରୁପାୟ ଅବସ୍ଥାରେ ଅବିଶ୍ୱାସକାରୀଙ୍କ 10-15,000 ବିଶାଳ ସେନାବାହିନୀ ଦ୍ୱାରା ଘେରି ରହିଥିଲେ। ମୁସଲମାନ ମାନେ ନିଜର ଅସହାୟତାକୁ ଦେଖି ସେମାନଙ୍କ ପାଟିକୁ କଲିଜା ଆସିଯାଇଥିଲା। ସେମାନଙ୍କୁ ନିଜର ମୃତ୍ୟୁ ଦୃଶ୍ୟମାନ ହେଉଥିଲା। ସେମାନେ ନିଜ ଦୁର୍ଗ ମଧ୍ୟରୁ ବାହାରିଲେ। ବନୁ କୁରେଜା ସମ୍ପ୍ରଦାୟ ମୁସଲମାନମାନଙ୍କ ଉପରେ ଓ ମୁସଲମାନ ମହିଳାମାନଙ୍କ ଉପରେ ପଛପଟୁ ଆକ୍ରମଣ କରିଦେଲେ, ଯଦ୍ୱାରା ମୁସଲମାନମାନଙ୍କର ଏକତା ଭଙ୍ଗ ହୋଇଯିବ। ବନୁ କୁରେଜା ସମ୍ପ୍ରଦାୟର ଏହି ରକ୍ତାକ୍ତ ପୂର୍ଣ୍ଣ ଷଡ଼ଯନ୍ତ୍ରର ମୂଳ ଅଭିପ୍ରାୟ ଏହା ଥିଲା ଯେ ଇସଲାମ ଧର୍ମର ସଂସ୍ଥାପକ ହଜରତ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କୁ ନିଶ୍ଚିହ୍ନ କରିଦିଆଯାଉ, ଇସଲାମ ଧର୍ମକୁ ନିପାତ କରିଦିଆଯାଉ। ଯଦିଚ ସେମାନେ ମୁସଲମାନମାନଙ୍କ ସହିତ ସ୍ୱାକ୍ଷରିତ କରିଥିଲେ ତଥାପି ସେମାନେ ନିଜ ପିଠି ପଟକୁ ସେ ସମସ୍ତ ସର୍ତ୍ତାବଳୀ ଫିଙ୍ଗି ଦେଇ ନିଜ ମନ ମୁତାବକ କାର୍ଯ୍ୟ କରିଥିଲେ। ଅପରପକ୍ଷେ ୟହୁଦୀମାନଙ୍କର ପ୍ରଥମ କାର୍ଯ୍ୟ ଏହା ଥିଲା ଯେ ସେମାନେ ହୁଜୁର ସଲ୍ଲଲ୍ଲାହୁଙ୍କୁ ନିଜର ବନ୍ଧୁ ଓ ଚୁକ୍ତି ସାକ୍ଷରକ ରୂପେ ସ୍ୱୀକାର କଲେ। ୟହୁଦୀମାନେ ହୁଜୁର ସଲ୍ଲଲ୍ଲାହୁଙ୍କୁ ସ୍ୱୀକାର ମଧ୍ୟ କଲେ ଏବଂ ବନୁ କୁରେଜା ସମ୍ପ୍ରଦାୟର ଏହି ଅବସ୍ଥା ବ୍ୟତୀତ ସେମାନଙ୍କର ଅଙ୍ଗୀକାର ଭଙ୍ଗ କରିବା, ବିଶ୍ୱାସଘାତ କରିବା କୌଣସି ବୁଦ୍ଧିମାନ ଓ ବିଚାରବନ୍ତ ବ୍ୟକ୍ତି ଏହାକୁ ଜଷ୍ଟିଫାଏ କରିବ ନାହିଁ, ବରଂ ଏକ ଭୟଙ୍କର ବିଶ୍ୱାସଘାତକତା ରୂପେ ସେମାନେ ମୁଣ୍ଡ ଟେକିଥିଲେ। ୟହୁଦୀମାନେ ଏପରି ଢଙ୍ଗରେ ବିଶ୍ୱାସଘାତକତା କଲେ, ସେମାନଙ୍କର ଯୋଜନା ଯଦି ସଫଳ ହୋଇଯାଇଥାନ୍ତା ତେବେ ନିଃସନ୍ଦେହରେ ସେମାନେ ମୁସଲମାନମାନଙ୍କର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିବା, ତାଙ୍କୁ ସଂସାରରୁ ନିଶ୍ଚିହ୍ନ କରିବା ପାଇଁ ଏହା ଯଥେଷ୍ଟ ଥିଲା। ବନୁ କୁରେଜା ସମ୍ପ୍ରଦାୟ କୌଣସି ଗୋଟିଏ ଅପରାଧ କରିନଥିଲା, ବରଂ ବନୁ କୁରେଜା ସମ୍ପ୍ରଦାୟ ବିଶ୍ୱାସଘାତକତା, କୃତଘ୍ନତା ଭଳି ଅନେକ ଜଘନ୍ୟ ଅପରାଧ କରିଥିଲା। ସେମାନେ କେବଳ ମୁସଲମାନମାନଙ୍କୁ ନୁହେଁ ବରଂ ଇସଲାମର ସଂସ୍ଥାପକ ହଜରତ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କର ନିହତ ପାଇଁ ମଧ୍ୟ ଷଡ଼ଯନ୍ତ୍ର ରଚି ନେଇଥିଲେ। ଏପରି ପରିସ୍ଥିତିରେ ସେମାନଙ୍କୁ ଶାସ୍ତି ଦେବା ବ୍ୟତୀତ ଆଉ କ'ଣ କରାଯାଇପାରିଥାନ୍ତା? ତେଣୁ ସେମାନଙ୍କୁ ଶାନ୍ତି ପ୍ରଦାନ କରାଗଲା। ଏହା ପ୍ରକାଶ୍ୟ
ଯେ ତେଣୁ ସେମାନଙ୍କୁ ଶାସ୍ତି ପ୍ରଦାନ କରାଗଲା। ଏହା ପ୍ରକାଶ୍ୟ ଯେ ସମ୍ଭାବ୍ୟ ରୂପେ କେବଳ 3ଟି ଶାସ୍ତି ଦିଆଯାଇ ପାରିଥାନ୍ତା। ମଦିନାରେ ହିଁ ପ୍ରଥମତଃ ଏହା ଯେ ମଦିନାରେ ହିଁ ବନୁ କୁରେଜା ସମ୍ପ୍ରଦାୟକୁ ନଜରବନ୍ଦ କରି ଦିଆଯାଇଥାନ୍ତା, ଅଥବା ଦ୍ୱିତୀୟତଃ ନିର୍ବାସନର ଦଣ୍ଡ ଦିଆଯାଇଥାନ୍ତା। ତୃତୀୟତଃ ଯୁଦ୍ଧକାରୀ ଲୋକମାନଙ୍କୁ ସେମାନଙ୍କର ଯେଉଁ ଯୁଦ୍ଧକାରୀ ଲୋକମାନେ ଥିଲେ, ଯୋଦ୍ଧା ଥିଲେ, ସେମାନଙ୍କର ସଂହାର କରି ଦିଆଯାଇଥାନ୍ତା ଓ ଅନ୍ୟମାନଙ୍କୁ ବନ୍ଦୀ କରି ଦିଆଯାଇଥାନ୍ତା। ବର୍ତ୍ତମାନ ନ୍ୟାୟର ସହିତ ବିଚାର କଲେ ସେହି କାଳର ପରିସ୍ଥିତି ଅନୁଯାୟୀ ମୁସଲମାନମାନଙ୍କ ନିମନ୍ତେ ଆଉ କେଉଁ ମାର୍ଗ ଉନ୍ମୁକ୍ତ ବା ରହିଥିଲା? ଏକ ଶତ୍ରୁ ଜାତିକୁ ନିଜ ସହରରେ ବନ୍ଦୀ କରି ରଖିବା ସେହି କାଳ ଦୃଷ୍ଟିରୁ ସମ୍ପୂର୍ଣ୍ଣ ରୂପେ ଅସମ୍ଭବ ଥିଲା। କାରଣ ପ୍ରଥମତଃ ବନ୍ଦୀମାନଙ୍କୁ ବନ୍ଦୀ କରିବା ପରେ ସେମାନଙ୍କ ରହଣି, ସେମାନଙ୍କ ଖୋରାକ, ପୋଷାକ ଆଦିର ବ୍ୟବସ୍ଥା କରିବା ମୁସଲମାନମାନଙ୍କ ଉପରେ ନ୍ୟସ୍ତ ହୋଇଯାଇଥାନ୍ତା ଏବଂ ଏହାକୁ ତୁଲାଇବା ଓ ସେମାନଙ୍କ ଖର୍ଚ୍ଚ ବହନ କରିବା ମୁସଲମାନମାନଙ୍କ ସାମର୍ଥ୍ୟ ବାହାରେ ଥିଲା। ଦ୍ୱିତୀୟତଃ ସେହି କାଳରେ ନିୟମିତ କୌଣସି କାରାଗାର ବ୍ୟବସ୍ଥା ମଧ୍ୟ ନଥିଲା। ତେଣୁ ବନ୍ଦୀମାନଙ୍କ ସମ୍ପର୍କରେ ଏହି ପ୍ରଥା ରହିଥିଲା କି ବନ୍ଦୀମାନଙ୍କୁ ବିଜିତ ଜାତିର ଲୋକମାନଙ୍କ ଉପରେ ବାଣ୍ଟି ଦିଆଯାଉଥିଲା। ସେହି ଲୋକମାନଙ୍କ ପାଖରେ ବନ୍ଦୀମାନେ ସମ୍ପୂର୍ଣ୍ଣ ରୂପେ ମୁକ୍ତ ଓ ସ୍ୱାଧୀନ ରହୁଥିଲେ। ଏଭଳି ପରିସ୍ଥିତିରେ ଏକ ନିଚ୍ଚ ସ୍ତରର ଶତ୍ରୁ ଓ ଷଡ଼ଯନ୍ତ୍ରକାରୀକୁ ମଦିନାରେ ରଖିବା ଏକ ଭୟଙ୍କର ପରିସ୍ଥିତି ଥିଲା। ସୁତରାଂ ବନୁ କୁରେଜା ସମ୍ପ୍ରଦାୟ ଉପରେ ଯଦି ଏହି ଆଦେଶ ଏବଂ ଏହି ନିର୍ଣ୍ଣୟ ଜାରି କରାଯାଇଥାନ୍ତା, ତେବେ ନିଃସନ୍ଦେହ ରୂପେ ଏହାର ଅର୍ଥ ଏହା ହୋଇଥାନ୍ତା ଯେ ଉପଦ୍ରବ, ଦୁଷ୍ଟତା, ଗୁପ୍ତ ଷଡ଼ଯନ୍ତ୍ର ନିମନ୍ତେ ସେମାନଙ୍କୁ ସେହି ସ୍ୱାଧୀନତା ପ୍ରାପ୍ତ ହୋଇଯାଇଥାନ୍ତା ଯାହାକି ସେମାନେ ପୂର୍ବେ କରୁଥିଲେ। କିନ୍ତୁ ସେହି ବନ୍ଦୀମାନଙ୍କ ଖର୍ଚ୍ଚ ବହନ କରିବାର ଦାୟିତ୍ୱ ମୁସଲମାନମାନଙ୍କ ଉପରେ ପଡ଼ିଯାଇଥାନ୍ତା, ଯାହାକି ମୁସଲମାନମାନଙ୍କୁ ଗଳା କାଟିବା ସଦୃଶ ଥିଲା। ସୁତରାଂ ଭବିଷ୍ୟତରେ ସେହି ୟହୁଦୀ ଅର୍ଥାତ୍ ବନୁ କୁରେଜା ସମ୍ପ୍ରଦାୟ ଲୋକମାନେ ମଦିନାର ନାଗରିକତ୍ୱ ପାଇଯାଇଥାନ୍ତେ। ବନୁ କୁରେଜା ସମ୍ପ୍ରଦାୟର ବନ୍ଦୀମାନେ ମଦିନାରେ ରହି ମୁସଲମାନମାନଙ୍କର ହତ୍ୟା କରିଥାନ୍ତେ। ତେଣୁକରି ଏହି ଉପାୟ ମଧ୍ୟ କୌଣସି ମତେ ସ୍ୱୀକାରଯୋଗ୍ୟ ନଥିଲା ଯେ ସେମାନଙ୍କୁ ବନ୍ଦୀ କରି ମଦିନାରେ ରଖାଯାଇଥାନ୍ତା। ହଜରତ ମିର୍ଜା ବଶୀର ଅହମଦ ସାହେବ ରଜିୟତାଲା ଅତିରିକ୍ତ ଉଲ୍ଲେଖ କରିଛନ୍ତି ଯେ ଏସବୁ ପରିସ୍ଥିତି ବ୍ୟତୀତ ମୁଁ ଏହା ବୁଝିପାରୁନାହିଁ ଯେ କୌଣସି ବୁଦ୍ଧିମାନ ବ୍ୟକ୍ତି ଏହି ମତ ପ୍ରଦାନ କରିବ ଯେ ବନୁ କୁରେଜା ସମ୍ପ୍ରଦାୟକୁ ଏହି ଶାସ୍ତି ଦିଆଯାଇ ପାରିଥାନ୍ତା ଏବଂ ସେମାନଙ୍କୁ ସେଠାରେ ରଖାଯାଇ ପାରିଥାନ୍ତା। ବର୍ତ୍ତମାନ ରହିଲା ଦ୍ୱିତୀୟ ଶାସ୍ତି ଅର୍ଥାତ୍ ନିର୍ବାସନର ଦଣ୍ଡ। ନିଃସନ୍ଦେହ ରୂପେ ଉକ୍ତ ଶାସ୍ତି ସେହି ଯୁଗ ଅନୁଯାୟୀ ଶତ୍ରୁର ଉପଦ୍ରବ ଠାରୁ ସୁରକ୍ଷିତ ନଥିଲା, କାରଣ ତାଙ୍କ ପୂର୍ବରୁ ବନୁ ନଜିର ସମ୍ପ୍ରଦାୟକୁ ମଧ୍ୟ ନିର୍ବାସନର ଦଣ୍ଡରେ ଦଣ୍ଡିତ କରିଦିଆଯାଇଥିଲା ଏବଂ ତାହା ଫଳରେ କ'ଣ ଅବସ୍ଥା ହେଲା ତାହା ଆହଜାବ ଯୁଦ୍ଧରେ ସ୍ପଷ୍ଟ ପ୍ରତୀତ ହେଉଅଛି, ଯାହାକି ସେମାନେ ଭିଆଇଥିଲେ। ଇତିହାସରୁ ଏକଥା ମଧ୍ୟ ପ୍ରମାଣିତ ଯେ ୟହୁଦୀମାନଙ୍କ ସମସ୍ତ ସମ୍ପ୍ରଦାୟ ମଧ୍ୟରୁ ବନୁ କୁରେଜା ସମ୍ପ୍ରଦାୟ ଶତ୍ରୁତା ପ୍ରଦର୍ଶନ କରିବାରେ ସର୍ବାଧିକ ରୂପେ ସର୍ବାଗ୍ରେ ରହିଥିଲା। ସୁତରାଂ ନିଃସନ୍ଦେହ ରୂପେ ବନୁ କୁରେଜା ସମ୍ପ୍ରଦାୟର ନିର୍ବାସନ ଏହାଠୁ ମଧ୍ୟ ଅଧିକ ବିପଦ ସଂକୁଳ ଥିଲା। ବନୁ ନଜିର ସମ୍ପ୍ରଦାୟ ମୁସଲମାନମାନଙ୍କ ନିମନ୍ତେ ଆହଜାବ ଯୁଦ୍ଧ ଆଣିବାରେ ଓ ମୁସଲମାନମାନଙ୍କ ବିପକ୍ଷରେ ସମଗ୍ର ଆରବବାସୀକୁ, ଆରବ ଜାତିକୁ ଏକତ୍ର କରିବାର ମୂଳ କାରଣ ସାବ୍ୟସ୍ତ ହୋଇଥିଲା। ତେଣୁ ମୁସଲମାନମାନେ ଯଦି ବନୁ କୁରେଜା ସମ୍ପ୍ରଦାୟକୁ ମଦିନାରୁ ବାହାରକୁ ଛାଡ଼ି ଦେଇଥାନ୍ତେ, ତେବେ ସେହିପରି କିଛି ପରିସ୍ଥିତି ନିଶ୍ଚିତ ରୂପେ ଉପୁଜିଥାନ୍ତା ଏବଂ ଏହା କରିବା ମଧ୍ୟ ଆତ୍ମହତ୍ୟା କରିବା ଠାରୁ କିଛି କମ୍ ନଥିଲା। କିନ୍ତୁ ସଂସାରରେ ଯେଭଳି ପ୍ରଶାସକ ହୋଇଛନ୍ତି, ସେମାନେ ଏଭଳି କୌଣସି ଜାତି ଯେ କି ତାଙ୍କ ବିପକ୍ଷରେ ଛିଡ଼ା ହୋଇଥାଏ, ସେମାନଙ୍କ ସହିତ ଉକ୍ତ ଶାସକ ଏଭଳି ଆଚରଣ କଦାପି କରିବାର କୌଣସି ଦୃଷ୍ଟାନ୍ତ ନାହିଁ।
ନିଃସନ୍ଦେହ ରୂପେ ହଜରତ ସାଦ ରଦିୟଲ୍ଲାହୁଙ୍କ ଅସ୍ତିତ୍ୱରେ ଉକ୍ତ ନିର୍ଣ୍ଣୟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ଥିଲା। ପ୍ରକାଶ୍ୟ ରୂପେ ମାନବିକ ସ୍ୱଭାବ ତହିଁରୁ ଏକ ପ୍ରକାର ବ୍ୟଥା ଅନୁଭବ କରିଥାଏ। କିନ୍ତୁ ପ୍ରଶ୍ନ ଏହା ରହିଛି ଯେ ଏହି ପନ୍ଥା ବ୍ୟତୀତ ଅନ୍ୟ କୌଣସି ରାସ୍ତା, କୌଣସି ଉପାୟ ନଥିଲା ଯାହାକୁ ଅବଲମ୍ବନ କରାଯାଇ ପାରିଥାନ୍ତା। ଯେତେବେଳେ ଜଣେ ସର୍ଜନ ଅର୍ଥାତ୍ ଶଲ୍ୟ ଚିକିତ୍ସକ କୌଣସି କାରଣବଶତଃ ରୋଗୀର ଅପରେସନ କରିବାକୁ ଆବଶ୍ୟକ ମନେକରେ, ରୋଗୀର ହାତ କାଟିଦିଏ ବା ଗୋଡ଼ କାଟିଦିଏ ବା ଶରୀରର ଅନ୍ୟ କୌଣସି ଅଙ୍ଗକୁ ପୃଥକ କରିଦେବା ପାଇଁ ବାଧ୍ୟ ହୁଏ, ସେତେବେଳେ ପ୍ରତ୍ୟେକ ସାଧୁ ଓ ଶିଷ୍ଟ ବ୍ୟକ୍ତିର ହୃଦୟ ବ୍ୟଥିତ ଓ ମର୍ମାହତ ହୋଇଥାଏ। କାରଣ ଯଦି ଏପରି ନ ହୋଇଥାନ୍ତା, ଅର୍ଥାତ୍ ପରିସ୍ଥିତି ଯଦି ଡାକ୍ତରକୁ ବାଧ୍ୟ ନ କରିଥାନ୍ତା, ତାହେଲେ ଭଲ ହୋଇଥାନ୍ତା। କିନ୍ତୁ ପରିସ୍ଥିତି ବାଧ୍ୟ କରିବା ଯୋଗୁଁ ଡାକ୍ତରକୁ ମୁଣ୍ଡ ନୁଆଇବାକୁ ପଡ଼ିଥାଏ, ଅର୍ଥାତ୍ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିଥାଏ। କେବଳ ସେତିକି ନୁହେଁ, ବରଂ ଏହିପରି ପରିସ୍ଥିତିରେ ଡାକ୍ତର ଏହି କ୍ରୂର କାର୍ଯ୍ୟ ଯୋଗୁଁ ନିନ୍ଦିତ ଯୋଗ୍ୟ ବୋଲି ମନେ କରାଯିବ ନାହିଁ। ସେହିପରି ବନୁ କୁରେଜା ସମ୍ପ୍ରଦାୟ ସଂକ୍ରାନ୍ତରେ ହଜରତ ସାଦ ରଦିୟଲ୍ଲାହୁଙ୍କ ନିର୍ଣ୍ଣୟ ନିଜସ୍ୱ ଅସ୍ତିତ୍ୱରେ ଏକ ଅତ୍ୟନ୍ତ କଠୋର ନିର୍ଣ୍ଣୟ ଥିଲା, କିନ୍ତୁ ତାହା ପରିସ୍ଥିତିର ବାଧ୍ୟବାଧକତା ଯୋଗୁଁ ଥିଲା ଓ ଅନିବାର୍ଯ୍ୟ ଥିଲା। ଏହା ବ୍ୟତୀତ ଅନ୍ୟ କୌଣସି ରାସ୍ତା ନଥିଲା, ବିକଳ୍ପ ନଥିଲା ଯାହାକୁ ଅବଲମ୍ବନ କରାଯାଇ ପାରିଥାନ୍ତା। ଏହି କାରଣ ରହିଛି ଯେ ମାର୍ଗୋଲିସ୍ ଭଳି ଇତିହାସବିତ୍, ଯିଏକି ଇସଲାମର ବନ୍ଧୁମାନଙ୍କ ମଧ୍ୟରୁ ଅନ୍ୟତମ ନୁହେଁ, ସେ ଇତ୍ୟାବସରରେ ଏହି ସ୍ୱୀକାରୋକ୍ତି ପ୍ରକାଶ କରିଛି ଯେ ହଜରତ ସାଦ ରଦିୟଲ୍ଲାହୁଙ୍କ ନିର୍ଣ୍ଣୟ ପରିସ୍ଥିତି ଅନୁକୂଳ ଥିଲା। ଏହା ବ୍ୟତୀତ ତାଙ୍କ ନିକଟରେ ଅନ୍ୟ କୌଣସି ଉପାୟ ନଥିଲା, କୌଣସି ବିକଳ୍ପ ନଥିଲା। ସୁତରାଂ ମାର୍ଗୋଲିସ୍ ଉଲ୍ଲେଖ କରିଛି, ଆହଜାବ ଯୁଦ୍ଧ ସଂକ୍ରାନ୍ତରେ ମୁହମ୍ମଦ ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମଙ୍କ ଏହି ଦାବି ଥିଲା ଯେ ଏହି ଯୁଦ୍ଧ ଐଶ୍ୱରିକ ପରିବର୍ତ୍ତନ ଅନୁଯାୟୀ ଥିଲା। ବନୁ ନଜିର ସମ୍ପ୍ରଦାୟର ଉତ୍ତେଜନାପୂର୍ଣ୍ଣ ଉଦ୍ୟମର ପରିଣାମ ଥିଲା, କିନ୍ତୁ ଅନ୍ତତଃ ଏହା ବୁଝାଯାଇଥିଲା ଯେ ଏହା ତାଙ୍କର ଉଦ୍ୟମର ପରିଣାମ। ଅପରପକ୍ଷେ ବନୁ ନଜିର ସମ୍ପ୍ରଦାୟର ଲୋକମାନେ ଥିଲେ ଯେଉଁମାନଙ୍କୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମ କେବଳ ନିର୍ବାସିତ କରିଥିଲେ। ବର୍ତ୍ତମାନ ପ୍ରଶ୍ନ ଏହା ଥିଲା ଯେ ହୁଜୁର ବନୁ କୁରେଜା ସମ୍ପ୍ରଦାୟକୁ ନିର୍ବାସନର ଦଣ୍ଡ ଦେଇ ନିଜ ବିରୁଦ୍ଧରେ ଉତ୍ତେଜନାମୂଳକ ଉଦ୍ୟମକାରୀଙ୍କ ସଂଖ୍ୟା ଓ ଶକ୍ତିରେ ଅଭିବୃଦ୍ଧିକୁ ପ୍ରତିହତ ଓ ପଣ୍ଡ କରିଦେବେ। ଅନ୍ୟପଟରେ ସେହି ଜାତିକୁ ଯିଏ ଖୋଲମଖୋଲା ଓ ଆକ୍ରମଣକାରୀଙ୍କୁ ସାହାଯ୍ୟ କରିବାକୁ, ଲୋକମାନଙ୍କୁ ଉସ୍କାଇବାକୁ ପ୍ରୋତ୍ସାହିତ କରିଥିଲା, ଉଦ୍ୟମ କରିଥିଲା, ତାଙ୍କୁ ମଦିନାରେ ରହିବାକୁ ଦିଆଯାଇଥାନ୍ତା। ସେମାନଙ୍କୁ ମାତୃଭୂମିରୁ ନିର୍ବାସିତ କରିବା ଅସୁରକ୍ଷିତ ଥିଲା, କିନ୍ତୁ ମଦିନାରେ ରହିବା ମଧ୍ୟ କିଛି କମ୍ ଭୟଙ୍କର ନଥିଲା। ଅତଏବ ଏହି ନିର୍ଣ୍ଣୟ ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିଲା ଯେ ସେମାନଙ୍କୁ ହତ୍ୟାଦଣ୍ଡରେ, ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଦିଆଯାଉ। ହଜରତ ମୁସଲିମ ମଉଦ ରଦିୟଲ୍ଲାହୁ କୁହନ୍ତି, ଏକଥା ମାର୍ଗୋଲିସ୍ ମହୋଦୟ କୁହନ୍ତି। ପୁନଶ୍ଚ ସେହିପରି ଉକ୍ତ କଥାକୁ ମଧ୍ୟ ବିଶେଷ ରୂପେ ଦୃଷ୍ଟି ସମ୍ମୁଖରେ ରଖିବା ଉଚିତ ଯେ ବନୁ କୁରେଜା ସମ୍ପ୍ରଦାୟ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମଙ୍କର କେବଳ ମିତ୍ର ଓ ଚୁକ୍ତି ସ୍ୱାକ୍ଷରିତ ପକ୍ଷ ନଥିଲା, ବରଂ ବନୁ କୁରେଜା ସମ୍ପ୍ରଦାୟ ପ୍ରାରମ୍ଭିକ ଚୁକ୍ତିକାରୀଙ୍କ ଦୃଷ୍ଟିରୁ ମଦିନାରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମଙ୍କ ଶାସନକୁ ସ୍ୱୀକାର କରିସାରିଥିଲେ। ସେମାନେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମଙ୍କୁ ନିଜ ଅଧିକାରୀ ଓ ଶାସକ ରୂପେ ସ୍ୱୀକାର କରିନେଇଥିଲେ। ଅତଏବ ସେମାନଙ୍କର ଅସ୍ତିତ୍ୱ ଓ ମର୍ଯ୍ୟାଦା କେବଳ ଏକ ବିଶ୍ୱାସଘାତକ ମିତ୍ର ଓ ଶତ୍ରୁ ପରି ନଥିଲା, ବରଂ ପ୍ରକୃତରେ ମଧ୍ୟ ସେମାନେ ବିଦ୍ରୋହୀ ଥିଲେ। କେବଳ ବିଦ୍ରୋହୀ ନୁହେଁ, ବରଂ ଭୟଙ୍କର ବିଦ୍ରୋହୀ ଥିଲେ। ସୁତରାଂ ବିଶେଷ କରି ଯୁଦ୍ଧ ଦିନମାନଙ୍କରେ ବିଦ୍ରୋହୀମାନଙ୍କୁ ଦଣ୍ଡ ଦେବା ବ୍ୟତୀତ ଅନ୍ୟ କିଛି ଉପାୟ ନଥାଏ। ବିଦ୍ରୋହୀକୁ ଯଦି ଦୃଷ୍ଟାନ୍ତମୂଳକ ଶାସ୍ତି ନ ଦିଆଯାଏ, ତେବେ ଶାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବା ଭୁଷୁଡ଼ି ପଡ଼ିବ। ମନ୍ଦ ତଥା ଉପଦ୍ରବକାରୀ ଲୋକମାନଙ୍କୁ ଏପରି ସାହସ ପ୍ରାପ୍ତ ହୋଇଯିବ ଯେ ସେମାନେ ମୁଣ୍ଡ ଟେକିବା ଆରମ୍ଭ କରିଦେବେ ଓ
ଦେଶରେ ବିଶୃଙ୍ଖଳା ଓ ଉପଦ୍ରବ ସୃଷ୍ଟି କରିବା ପାଇଁ ଅଣ୍ଟା ଭିଡ଼ିବେ। ନିଃସନ୍ଦେହ ରୂପେ ଏଭଳି ପରିସ୍ଥିତିରେ ବିଦ୍ରୋହୀମାନଙ୍କ ପ୍ରତି ଦୟା ପ୍ରଦର୍ଶନ କରିବା ଦେଶ ଓ ଦେଶର ଶାନ୍ତି ଓ ସୌହାର୍ଦ୍ଦ୍ୟ ପ୍ରତି ଅତ୍ୟାଚାର କରିବା ଅଟେ। ସୁତରାଂ ସଭ୍ୟ ଶିକ୍ଷିତ ରାଷ୍ଟ୍ରମାନେ ସେତେବେଳେ ଏଭଳି ବିଦ୍ରୋହୀମାନଙ୍କୁ, ସେ ପଛେ ମହିଳା ହୁଅନ୍ତୁ ଅବା ପୁରୁଷ, ମୃତ୍ୟୁଦଣ୍ଡ ଦେଇ ଆସୁଛନ୍ତି। କୌଣସି ବୁଦ୍ଧିମାନ ବ୍ୟକ୍ତି ଏହି ଦଣ୍ଡଦେଶ ଉପରେ ଆପତ୍ତି ବାଢ଼ି ନଥାଏ। ହୁଜୁର ସല്ലଲ୍ଲାହୁ ଆଲାଇହି ወସଲ୍ଲମଙ୍କ ଦୟା ପ୍ରଦର୍ଶନ କରିବାର ଯେଉଁ ପକ୍ଷ ରହିଥିଲା, ସେହି ପକ୍ଷ ଆଡ଼କୁ ସେମାନେ ପ୍ରତ୍ୟାବର୍ତ୍ତନ କଲେ ନାହିଁ। ସେମାନେ ଏହା ଭାବିଲେ ଯେ ଆମେ ଯଦି ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमଙ୍କ ଆଡ଼କୁ ପ୍ରତ୍ୟାବର୍ତ୍ତନ କରୁ, ତେବେ ଏହା ଆମମାନଙ୍କ ପକ୍ଷେ ଲଜ୍ଜାଜନକ ହେବ। ଏହା ପ୍ରକାଶ୍ୟ ଯେ ଯେପର୍ଯ୍ୟନ୍ତ ଅପିଲ କରାଯାଇ ନାହିଁ, ସେ ପର୍ଯ୍ୟନ୍ତ ଦୟା ଓ କ୍ଷମା ପ୍ରଦର୍ଶନ କରାଯାଇପାରି ନଥାଏ। ସୁତରାଂ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ଦୟା ଦେଖାଇଲେ ନାହିଁ କି କ୍ଷମା କଲେ ନାହିଁ, କାରଣ ସେହି ବିଦ୍ରୋହୀ ନିଜର ଅପରାଧିକ କାର୍ଯ୍ୟକଳାପ ଉପରେ ଅନୁଶୋଚନା ଓ ଅନୁତପ୍ତ ହୋଇନଥିଲେ। ତାହାକୁ ନିଜ ଅବସ୍ଥାରେ ଛାଡ଼ିଦେବା ରାଜନୈତିକ ରୂପେ ଅତ୍ୟନ୍ତ ଭୟଙ୍କର ପରିଣାମ ସୃଷ୍ଟି କରିଦେଇଥାନ୍ତା। ଆଉ ଏକ କଥା ସ୍ମରଣ ରଖିବା ଆବଶ୍ୟକ ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमଙ୍କ ମଧ୍ୟରେ ଓ ୟହୁଦୀମାନଙ୍କ ମଧ୍ୟରେ ଯେଉଁ ଚୁକ୍ତି ହୋଇଥିଲା, ସେହି ଚୁକ୍ତି ମଧ୍ୟରୁ ଗୋଟିଏ ଏହା ଥିଲା ଯେ ୟହୁଦୀମାନଙ୍କ ନିମନ୍ତେ ଯଦି କୌଣସି ନିର୍ଣ୍ଣାୟକ ପ୍ରସଙ୍ଗ ସୃଷ୍ଟି ହେବ, ତେବେ ଏହାର ନିର୍ଣ୍ଣୟ ସେମାନଙ୍କ ଧର୍ମବିଧାନ ଅନୁଯାୟୀ କରାଯିବ। ସୁତରାଂ ଇତିହାସରୁ ଏହା ଜଣାପଡ଼େ ଯେ ଉକ୍ତ ଚୁକ୍ତି ଅନୁଯାୟୀ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ସର୍ବଦା ୟହୁଦୀମାନଙ୍କ ସଂକ୍ରାନ୍ତରେ ହଜରତ ମୁସା ଆଲାଇହିସ୍ ସଲାମଙ୍କ ଧର୍ମବିଧାନ ଅନୁଯାୟୀ ନିର୍ଣ୍ଣୟ କରୁଥିଲେ। ବର୍ତ୍ତମାନ ଆମେ ଯେତେବେଳେ ତରାତ ଉପରେ ଦୃଷ୍ଟିପାତ କରୁ, ସେତେବେଳେ ଆମେ ଏହା ଅବଲୋକନ କରିଥାଉ ଯେ ବନୁ କୁରେଜା ସମ୍ପ୍ରଦାୟ ଯେଉଁ ସଙ୍ଗୀନ ଅପରାଧ କରିଥିଲା, ସେହି ଅପରାଧିକ ଗତିବିଧି ଅନୁଯାୟୀ ସେମାନଙ୍କ ଗ୍ରନ୍ଥରେ ଶାସ୍ତି ସମ୍ପର୍କରେ ଆଦେଶ ଉଲ୍ଲେଖିତ ରହିଛି। ସୁତରାଂ ହଜରତ ସାଦ ରଦିୟଲ୍ଲାହୁ ଏହି ଶାସ୍ତି ସମ୍ପର୍କରେ ତୌରାତରେ ଆଦେଶ ଥିବାର ପାଇଲେ। ଅତଏବ ହଜରତ ସାଦ ତୌରାତର ଆଦେଶ ଅନୁଯାୟୀ ହିଁ ନିଜ ନିର୍ଣ୍ଣୟ ଦେଇଥିଲେ, ଅର୍ଥାତ୍ ମୃତ୍ୟୁଦଣ୍ଡର ନିର୍ଣ୍ଣୟ ଦେଇଥିଲେ। ୟହୁଦୀ ମାନଙ୍କ ଧର୍ମବିଧାନର ଉପରୋକ୍ତ ଲିଖିତ ଆଦେଶବଳୀ କେବଳ ଏକ କାଗଜର ଲିଖିତ ଆଦେଶବଳୀ ନଥିଲା। ଏହି ଆଦେଶବଳୀକୁ କେବଳ କାର୍ଯ୍ୟକାରୀ କରାଯାଇଥିବ ତାହା ନୁହେଁ, ବରଂ ବନୁ ଇସ୍ରାଏଲ ସର୍ବଦା ଏହି ଆଦେଶବଳୀ ଉପରେ କାର୍ଯ୍ୟାନୁସରଣ କରୁଥିଲେ। ୟହୁଦୀମାନେ କୌଣସି ମାମଲାରେ ସର୍ବଦା ଏହି ଆଦେଶବଳୀ ଅନୁଯାୟୀ ନ୍ୟାୟ ବିଚାର କରୁଥିଲେ। ସୁତରାଂ ଉଦାହରଣ ସ୍ୱରୂପ ଦେଖନ୍ତୁ, ସେମାନେ ଅର୍ଥାତ୍ ବନୁ ଇସ୍ରାଏଲ ମଦିୟାନୀଙ୍କ ସହିତ ଯୁଦ୍ଧ କଲେ। ଏପରିକି ଈଶ୍ୱର ହଜରତ ମୁସା ଆଲାଇହିସ୍ ସଲାମଙ୍କୁ କହିଲେ ଏବଂ ସମସ୍ତ ପୁରୁଷମାନଙ୍କର ବଧ କରାଗଲା। ସେମାନେ ସେହି ନିହତ ହୋଇଥିବା ବ୍ୟକ୍ତିମାନଙ୍କ ବ୍ୟତୀତ ୟୁଇ, ରକମ, ସୁଅର, ଅହୱର ଓ ରାବେଙ୍କୁ, ଯେ କି 5ଟି ସମ୍ରାଟ ଥିଲେ, ଜୀବନରୁ ମାରିଦେଲେ ଏବଂ ବିୱରର ପୁତ୍ର ବଲମଙ୍କୁ ମଧ୍ୟ ଖଡ୍ଗ ଦ୍ୱାରା ହତ୍ୟା କରିଦେଲେ। ବନୁ ଇସ୍ରାଏଲ ମଦିଆନର ନାରୀମାନଙ୍କୁ ଓ ସେମାନଙ୍କ ସନ୍ତାନଙ୍କୁ ବନ୍ଦୀ କରିଦେଲେ। ସେମାନଙ୍କର ଗୃହପାଳିତ ପଶୁ ଓ ଛେଳି ମେଣ୍ଢା ମାନଙ୍କୁ ତଥା ଧନ ସମ୍ପତ୍ତି ଇତ୍ୟାଦିକୁ ଲୁଣ୍ଠନ କରିନେଲେ। ସେମାନେ ସମସ୍ତ ମାଲେ ଗନିମତ ଓ ସମସ୍ତ ବନ୍ଦୀ ହୋଇଥିବା ମହିଳାମାନଙ୍କୁ ନେଇ ଚାଲି ଯାଇଥିଲେ। ସେମାନେ ବନ୍ଦୀମାନଙ୍କୁ ଇସ୍ରାଏଲର ସମସ୍ତ ସମ୍ପ୍ରଦାୟ ମଧ୍ୟରେ ବାଣ୍ଟି ଦେଇଥିଲେ। ସେହିପରି ଯୀଶୁ ଖ୍ରୀଷ୍ଟଙ୍କୁ ନିଜ ଜୀବନରେ କେବେ ବି ଶାସନ କ୍ଷମତାର ସୌଭାଗ୍ୟ ପ୍ରାପ୍ତ ହୋଇନାହିଁ ଏବଂ ନା ହିଁ କଳହ ଓ ଯୁଦ୍ଧ କରିବାର ସୁଯୋଗ ମିଳିଥିବ, ଯହିଁରେ ତାହାଙ୍କର କାର୍ଯ୍ୟ କରିବାର ଶୈଳୀ ପ୍ରକାଶ୍ୟ ହୋଇପାରିଥାନ୍ତା। କିନ୍ତୁ ସେମାନଙ୍କର କେତେକ ପଂକ୍ତିରୁ ଏହା ଆକଳନ କରାଯାଇପାରିବ ଯେ ଖଳ ଓ ଦୁରାଚାରୀ ଶତ୍ରୁମାନଙ୍କ ସଂକ୍ରାନ୍ତରେ ସେମାନଙ୍କ ଚିନ୍ତାଧାରା କ'ଣ ରହିଥିଲା।
ଅତଏବ ହଜରତ ଈସା ଆଲାଇହିସଲାମ ନିଜର ଶତ୍ରୁମାନଙ୍କୁ ସମ୍ବୋଧିତ କରି କୁହନ୍ତି, ହେ ସର୍ପମାନେ ଓ ସର୍ପ ଛୁଆମାନେ, ତୁମେମାନେ ନରକାଗ୍ନିର ଶାସ୍ତିରୁ କିପରି ନିଜକୁ ରକ୍ଷା କରିପାରିବ ଓ ବର୍ତ୍ତି ପାରିବ? ଅର୍ଥାତ୍ ହେ ଲୋକମାନେ, ତୁମେମାନେ ବିଷଧର ସର୍ପଙ୍କ ପରି ସଂହାର ଯୋଗ୍ୟ ହୋଇଯାଇଛ, କିନ୍ତୁ ମୋତେ ଏହି ସାମର୍ଥ୍ୟ ଓ ଶକ୍ତି ପ୍ରାପ୍ତ ହୋଇନାହିଁ ଯେ ମୁଁ ତୁମମାନଙ୍କୁ ଦଣ୍ଡିତ କରିବି। କିନ୍ତୁ ତୁମେମାନେ ଈଶ୍ୱରଙ୍କୁ ଭୟ କର ଓ ନରକର ଶାସ୍ତି ସମ୍ପର୍କରେ ବିଚାର କରି ନିଜର କୁକର୍ମ ଓ ଉପଦ୍ରବରୁ ନିବୃତ୍ତ ରୁହ। ସମ୍ଭବତଃ ଏହି କାରଣ ରହିଛି ଯେ ହଜରତ ଈସା ଆଲାଇହିସଲାମଙ୍କ ଅନୁଗାମୀମାନଙ୍କୁ ସଂସାରରେ ଶକ୍ତି ଯେତେବେଳେ ପ୍ରାପ୍ତ ହେଲା, ସେତେବେଳେ ସେମାନେ ହଜରତ ଈସା ଆଲାଇହିସଲାମଙ୍କ ଉକ୍ତ ଶିକ୍ଷା ଅନୁଯାୟୀ ମନ୍ଦ ଦୁରାଚାରୀ ଶତ୍ରୁମାନଙ୍କୁ ସର୍ପ ବିଛାଙ୍କ ପରି ନିହତ ହେବା ଯୋଗ୍ୟ ମନେ କରନ୍ତି। ଖ୍ରୀଷ୍ଟିଆନମାନେ ଯାହାକୁ ବି କୁକର୍ମକାରୀ ଦୁରାଚାରୀ ବୋଲି ମନେ କରନ୍ତି ଓ ନିଜର ଅଭିଳାଷରେ ବିଘ୍ନକର୍ତ୍ତା ବାଧକ ବୋଲି ମନେ କରନ୍ତି, ସେମାନେ ତାହାକୁ ହତ୍ୟା କରିବାରେ କେବେ ବି ସଂକୋଚ ବୋଧ କରନ୍ତି ନାହିଁ। ଆମମାନଙ୍କୁ ଏହା ଦୃଶ୍ୟମାନ ହେଉଛି। ସୁତରାଂ ଖ୍ରୀଷ୍ଟ ଜାତିର ଇତିହାସ ଏହିପରି ଅନେକ ଉଦାହରଣ ଓ ଦୃଷ୍ଟାନ୍ତରେ ଭରି ରହିଛି। ସାରାଂଶ ଏହିକି ଯେ ହଜରତ ସାଦ୍ ରଜିୟଲ୍ଲାହୁଙ୍କ ନିର୍ଣ୍ଣୟ ନିଜସ୍ୱ ଅସ୍ତିତ୍ୱରେ କଠୋର ପ୍ରତୀତ ହେଉଥିଲେ ପଛେ ମନେ ହେଉଥିଲେ ମଧ୍ୟ ତାହା କଦାପି ନ୍ୟାୟ ବିରୁଦ୍ଧୀୟ ନଥିଲା। ନିଃସନ୍ଦେହ ରୂପେ ୟହୁଦୀମାନଙ୍କର ଅପରାଧ ଯାହାକି ସେମାନେ ମୁସଲମାନମାନଙ୍କ ବିରୁଦ୍ଧରେ କରିଥିଲେ, ତାଙ୍କ ପକ୍ଷେ ଯେଉଁ ନିର୍ଣ୍ଣୟ କରାଯାଇଥିଲା ତାହା ସମ୍ପୂର୍ଣ୍ଣ ରୂପେ ନ୍ୟାୟସଙ୍ଗତ ଥିଲା ଓ ସେମାନଙ୍କ ଧର୍ମବିଧାନ ଅନୁଯାୟୀ ଥିଲା ଏବଂ ଏହି ନିୟମ ଦୃଷ୍ଟିରୁ ମୁସଲମାନମାନେ ଉକ୍ତ କଥାକୁ ମାନିବାକୁ ବାଧ୍ୟ ଥିଲେ ଯେ ୟହୁଦୀମାନଙ୍କ ସଂକ୍ରାନ୍ତରେ ସେମାନଙ୍କର ଧର୍ମବିଧାନ ଅନୁଯାୟୀ ନିର୍ଣ୍ଣୟ କରାଯାଉ। ତେବେ ଯାହା କିଛି ନିର୍ଣ୍ଣୟ ଥିଲା ତାହା ହଜରତ ସାଦ୍ ବିନ୍ ମାଜ୍ ରଜିୟଲ୍ଲାହୁଙ୍କର ନିର୍ଣ୍ଣୟ ଥିଲା, ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କର ନଥିଲା। ହଜରତ ସାଦ୍ ରଜିୟଲ୍ଲାହୁଙ୍କ ଉପରେ ହିଁ ଏହାର ପ୍ରଥମ ଓ ଶେଷ ଦାୟିତ୍ୱ ନ୍ୟସ୍ତ ଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କୁ ଦେଶର ଜଣେ ରାଷ୍ଟ୍ରଦୂତ, ରାଷ୍ଟ୍ରପତି ଓ ଶାସକ ରୂପେ କେବଳ ଏତିକି କ୍ଷମତା ଓ ଅଧିକାର ପ୍ରାପ୍ତ ଥିଲା ଯେ ଆପଣ ସଲ୍ଲଲ୍ଲାହୁ ଏହି ନିର୍ଣ୍ଣୟକୁ ନିଜ ଦେଶର ଶାସନ ବ୍ୟବସ୍ଥା ଅନୁଯାୟୀ ପ୍ରଣୟନ କରିବେ। ଉକ୍ତ ପ୍ରସଙ୍ଗଟି ପୂର୍ବରୁ ବର୍ଣ୍ଣିତ ହୋଇଯାଇଛି ଯେ ଆପଣ ଏହି ନିର୍ଣ୍ଣୟକୁ ଅତି ଉତ୍ତମ ରୂପେ ପ୍ରଣୟନ କରିଥିଲେ। ସୁତରାଂ ଆଜିକାଲିର ଆପତ୍ତିକାରୀଙ୍କ ପାଇଁ ଏହା ହେଉଛି ଉତ୍ତର, ଅର୍ଥାତ୍ ଯେଉଁ ଆପତ୍ତିକାରୀମାନେ ଇସଲାମ ଧର୍ମ ଉପରେ ଆପତ୍ତି କରିଥାନ୍ତି, ଏହି ଆପତ୍ତି ଫଳରେ ଆମର କେତେକ ଲୋକମାନେ ଅର୍ଥାତ୍ ମୁସଲମାନମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି। ଆମର ଯୁବପିଢ଼ିମାନଙ୍କ ହୃଦୟ ମଧ୍ୟରେ ଏଭଳି ପ୍ରଶ୍ନ ଉତ୍ଥାପିତ ହେଉଛି ଯେ ବନୁ କୁରେଜା ସମ୍ପ୍ରଦାୟକୁ କାହିଁକି ସଂହାର କରିଦିଆଗଲା। ଉକ୍ତ ପ୍ରସଙ୍ଗକୁ ଆଧାର କରି ବର୍ତ୍ତମାନ କେତେକ ପ୍ରଶ୍ନ ଅଧିକ ଉତ୍ଥାପିତ ହେଉଛି ଯେ ପାଲେଷ୍ଟାଇନଙ୍କ ବିପକ୍ଷରେ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ମଧ୍ୟ ଏହି ଦୃଷ୍ଟିରୁ ଯୁକ୍ତିଯୁକ୍ତ ଓ ବୈଧ। କିନ୍ତୁ ପାଲେଷ୍ଟାଇନର ସାମ୍ପ୍ରତିକ ସମୟରେ ଯେଉଁ ଅବସ୍ଥା ରହିଛି ତାର ସେହି ଅବସ୍ଥା ଓ ସେତେବେଳ ଅର୍ଥାତ୍ ହୁଜୁର ସଲ୍ଲଲ୍ଲାହୁଙ୍କ କାଳ ଅବସ୍ଥା ସହିତ କୌଣସି ସମ୍ପର୍କ ନାହିଁ, ନା ସମାନ ଅଟେ। ପାଲେଷ୍ଟାଇନବାସୀଙ୍କ ଠାରୁ ଯେଉଁ ପ୍ରତିଶୋଧ ନିଆଯାଉଛି ତାହା ଏହିପରି ଯେ ନିରୀହ ମହିଳା ଓ ଛୋଟ ପିଲାମାନଙ୍କୁ ମଧ୍ୟ ଅତି ନିର୍ମମ ଭାବରେ ହତ୍ୟା କରି ଦିଆଯାଉଛି। ସେ ଯାହା ହେଉ, ଏହି ସମସ୍ତ ଦୋଷ ମୁସଲମାନମାନଙ୍କର ହିଁ ଅଟେ। ଏହି ମୁସଲମାନମାନେ ନିଜର ସ୍ୱାର୍ଥ ସକାଶେ ଇସଲାମ ଧର୍ମର ଯେଉଁ ଖ୍ୟାତି ଓ ଯଶ ରହିଛି ତାହାକୁ ମଧ୍ୟ ସମାପ୍ତ କରିଦେଇଛନ୍ତି। ଆଲ୍ଲାହ ତାଆଲା ସେହି ଲୋକମାନଙ୍କୁ ସଦ୍ବୁଦ୍ଧି ପ୍ରଦାନ କରନ୍ତୁ। Alhamdulillah nahmaduhu wa nasta'inuhu wa nastaghfiruhu wa nu'minu bihi wa natawakkalu alayhi wa na'udhu billahi min shururi anfusina wa min sayyiati a'malina
من يهده الله فلا مضل له ومن يضلله فلا هادي له ونشهد أن لا إله إلا الله ونشهد أن محمدا عبده ورسوله عباد الله رحمكم الله إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون اذكروا الله يذكركم وادعوه يستجب لكم ولذكر الله أكبر